ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ। ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଯେଉଁ ଜନ୍ମାଷ୍ଟମୀକୁ ଦେଖାଇବା ପାଇଁ ଆଜି ପ୍ରବଳ ଜନଗହଳି ସୃଷ୍ଟି ହୋଇଛି। ଏ ହେଉଛି ଭକ୍ତି ବେଦାନ୍ତ ଆଶ୍ରମ, ଯାହା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଡଗରପଡ଼ା ଗ୍ରାମରେ ଅବସ୍ଥିତ। ଯିଏ ରହିଛନ୍ତି ଇଣ୍ଟରନ୍ୟାସନାଲ ଖ୍ରୀଷ୍ଟିଆନ ସୋସାଇଟିର ସଭ୍ୟ ବନମାଳୀ ଦାସ ମହାରାଜ। ଶ୍ରୀ ବନମାଳୀ ଦାସ ମହାରାଜଙ୍କ ଉଦ୍ୟମରେ ଏଠି ଏକ ଭବ୍ୟ କୃଷ୍ଣ ମନ୍ଦିର ନିର୍ମାଣ ହେବାକୁ ଯାଉଛି, ଯାହା ବର୍ତ୍ତମାନ ନିର୍ମାଣାଧୀନ ମଧ୍ୟ ରହିଛି। ଏହି 2 ବର୍ଷ ଧରି ଏଠାରେ ଆରମ୍ଭ ହୋଇଛି କୃଷ୍ଣ ଜନ୍ମାଷ୍ଟମୀ ପର୍ବ। ଯେଉଁ ପର୍ବକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ନରନାରୀ କୃଷ୍ଣ ପ୍ରେମରେ ବୁଦ୍ବୁଦ ହୋଇ ଗଦଗଦ ହୋଇ ସେମାନେ ଆସି ପହଞ୍ଚିଛନ୍ତି ଏହି ଭକ୍ତି ବେଦାନ୍ତ ଆଶ୍ରମରେ ଏବଂ ସେମାନେ ନିଜକୁ କୃଷ୍ଣ ପ୍ରେମରେ ହଜେଇ ଦେଇଛନ୍ତି ଏବଂ ହରେ କୃଷ୍ଣ ହରେ ରାମ କୃଷ୍ଣ କୃଷ୍ଣ ହରେ ହରେ, ହରେ କୃଷ୍ଣ 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 ହରେ ହରେ, ଏହି ଯେଉଁ ମହାମନ୍ତ୍ର ରହିଛି ଏହି ମହାମନ୍ତ୍ରକୁ ସେମାନେ ଜପି ଚାଲିଛନ୍ତି, ନିଜକୁ କୃଷ୍ଣ ପ୍ରେମରେ ଉଦ୍ବୁଦ୍ଧ କରିଛନ୍ତି। ଏହି ବର୍ତ୍ତମାନ ଦେଖୁଛନ୍ତି ଯେଉଁ ମନ୍ଦିର ରହିଛି ସେ ମନ୍ଦିରରେ ବର୍ତ୍ତମାନ ଆଳତି ଚାଲିଛି। ଜଗନ୍ନାଥଙ୍କର ଶ୍ରୀ ରାଧାକୃଷ୍ଣଙ୍କର ଆଳତି ଚାଲିଛି। ଯିଏ ଅଛନ୍ତି ପୂଜକ ଅଛନ୍ତି ସେ ଏହି ଆଳତିଟି କରୁଛନ୍ତି। ସନ୍ଧ୍ୟା ସମୟ ବର୍ତ୍ତମାନ ଭଜନ କୀର୍ତ୍ତନରେ ମତ ଅଛନ୍ତି ଭକ୍ତଗଣ। ଆପଣ ଦେଖୁଛନ୍ତି ସିଧାସଳଖ ନ୍ୟୁଜ୍ ପ୍ଲସ୍ ଓଡ଼ିଆର ଲାଇଭ୍ ଚ୍ୟାନେଲ୍। ଏହି ଲାଇଭ୍ ଭକ୍ତି ବେଦାନ୍ତ ଆଶ୍ରମରୁ ଆମେ ସିଧାସଳଖ ଜନସାଧାରଣମାନଙ୍କ ପାଇଁ ପ୍ରସ୍ତୁତ କରିଛୁ, ଯାହାଦ୍ୱାରା ଏହି ଭକ୍ତି ବେଦାନ୍ତ ଆଶ୍ରମର ଯେଉଁ ଭଗବାନ ଶ୍ରୀକୃଷ୍ଣ ଲୀଳା ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଏଥିପାଇଁ ଆମେ ସାମାନ୍ୟ ଚେଷ୍ଟା ମଧ୍ୟ କରିଛୁ। ଆପଣ ଦେଖୁଛନ୍ତି ଭକ୍ତମାନେ କିପରି ଉଦ୍ବୁଦ୍ଧ ହେଉଛନ୍ତି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ଚାରିପଟ। ଚିତ୍କାଲନ୍ଦୀ ତଟ ବିପିନ ସଙ୍ଗୀତ କରବ, ମୁଦାଭୀରି ନାରୀ ଗଗନ ସଦୃଶଂ ସ୍ୱାଦ ମଧୁବ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ। ତୁମେ ଏଇ ଦେଖୁଛନ୍ତି କୁନି ଝିଅଟିଏ। ଆଜି ଯେହେତୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ରହିଛି, ଏହି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଯେଉଁ ବିଗ୍ରହ ରହିଛି ସେ ବିଗ୍ରହକୁ ନିଜ ହାତରେ ତାଙ୍କୁ ଝୁଲାଉଛି ଏବଂ ଏହା ବର୍ତ୍ତମାନ ଆମେ ଆପଣଙ୍କୁ ମଞ୍ଚ ପାଖକୁ ନେଇଯାଇଛୁ, ଯେଉଁ ମଞ୍ଚରେ କୀର୍ତ୍ତନ ମହିଳା ଦଳ କୀର୍ତ୍ତନ କରୁଛନ୍ତି ଏବଂ ତାଙ୍କର ଯେଉଁ କୀର୍ତ୍ତନ ସେ କୀର୍ତ୍ତନ ସର୍ବବ୍ୟାପୀ ପ୍ରସାରିତ ହେଉଛି, ଯାହା ସେମାନେ କୃଷ୍ଣ ପ୍ରେମରେ ଗଦଗଦ ହୋଇ ଆସିଛନ୍ତି। ଏହି ହେଉଛି ଯେଉଁ ଭିତର ମନ୍ଦିରର ଦୃଶ୍ୟ, ଯେଉଁଠି କୃଷ୍ଣ ଜନ୍ମ ହେବା ପରେ ଯେଉଁ ବିଗ୍ରହଟି ତାଙ୍କର ରହିଛି ବାଲଗୋପାଳ ବିଗ୍ରହଟି, ସେ ଝୁଲଣଟିର ମହିଳାମାନେ ନିଜକୁ କୃଷ୍ଣ ପ୍ରେମ ସଜେଇ ଦେଇ ତାଙ୍କୁ ଟିକେ ଝୁଲେଇ ଦେଉଛନ୍ତି। ମନରେ କେମିତି ତାଙ୍କ ଆତ୍ମତୃପ୍ତି ଆସିବ ଯେ ଆମେ ଆଜି ଭଗବାନ କୃଷ୍ଣଙ୍କୁ ପାଖରେ ପାଇଛୁ, ତାଙ୍କୁ ନିଜ ହାତରେ ଧରି ତାଙ୍କୁ ଝୁଲେଇ ଦେଉଛୁ। ଚାଲନ୍ତୁ ଏବେ ମଞ୍ଚ ଯିବା, ଯେଉଁଠି ଭଜନ ସମାରୋହ ଚାଲିଛି। ଭଜନ ଓଡ଼ିଶାର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ ଆସିଛନ୍ତି ଏହି ଭଜନ ସମାରୋହକୁ। ଏଠି ଭଜନ ଚାଲିଛି ଜଗନ୍ନାଥଙ୍କ ଭଜନ ଜଣାଣରେ ଜଗତର ଜଗତର ଯେମିତି ଉଦ୍ଭାସିତ ହୋଇ ଉଠୁଛି, ସମସ୍ତ କୃଷ୍ଣମୟ ହୋଇଯାଇଛି। ଆପଣ ଦେଖୁଛନ୍ତି କିଭଳି ଭାବେ ଗହଳି ହେଇଛି। ହଜାର ହଜାର ଲୋକ ଆଜି ପାରାଦ୍ୱୀପର ବିଧାୟକ ତଥା ଆମର ଯେଉଁ ମାନ୍ୟବର ମନ୍ତ୍ରୀ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆସି ପହଞ୍ଚିଛନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ପ୍ରବଳ ଜନଗହଳି ବି ହେଇଛି। ଏହି ହେଉଛି ସେହି ମଞ୍ଚ ଯେଉଁଠି ଆଧ୍ୟାତ୍ମିକ ପରିବେଶ ଭିତରେ କୃଷ୍ଣ ଲୀଳାଙ୍କର କାର୍ଯ୍ୟ ସମ୍ପନ୍ନ କରିବ। ମାନ୍ୟବର ମନ୍ତ୍ରୀ ମଞ୍ଚ ନିକଟକୁ ବର୍ତ୍ତମାନ ଆସୁଛନ୍ତି ଏବଂ ସେ ପ୍ରଥମେ ଯିବେ ବିଗ୍ରହକୁ ଦର୍ଶନ କରିବେ। ବିଗ୍ରହକୁ ଦର୍ଶନ କଲା ପରେ ସେ ଆସିବେ ମଞ୍ଚ ନିକଟକୁ। ଏ ହେଉଛି ସେହି ମଞ୍ଚ ଯେଉଁଠି ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ତାଙ୍କର ଯେଉଁ କଳା ରହିଛି ସେ କଳାକୁ ଶ୍ରୀ ଜଗନ୍ନାଥଙ୍କ ଉପରେ, ଶ୍ରୀ ରାଧାକୃଷ୍ଣଙ୍କ ପାଖରେ, ଶ୍ରୀ ବାଳଗୋପାଳଙ୍କ ପାଖରେ ସମର୍ପଣ କରିବା ପାଇଁ ମଞ୍ଚ ଉପରେ ଆସି ବସିଛନ୍ତି। ଏ ସୁନାମଧନ୍ୟ ଗାୟକ, ସେମାନଙ୍କ କଣ୍ଠରୁ ଭାସି ଆସୁଛି ସୁମଧୁର କଣ୍ଠ ସଙ୍ଗୀତ ଜଗନ୍ନାଥଙ୍କ ପାଇଁ। ଆପଣ ଦେଖୁଛନ୍ତି କିଭଳି ଭାବେ ଭକ୍ତମାନେ ପରିବେଶରେ ସେ ଯେଉଁ କୃଷ୍ଣ ପରିବେଶ ରହିଛି, କୃଷ୍ଣଙ୍କ ଜନ୍ମାଷ୍ଟମୀ ପରିବେଶ ରହିଛି, କୃଷ୍ଣଙ୍କର ଯେଉଁ ଲୀଳା କ୍ଷେତ୍ର ରହିଛି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନଂ ଅଧର୍ମସ୍ୟ ତଦାତ୍ମନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୂନାଂ
विनाशाय चतुष्कृतं धर्म संस्थापनार्थाय संभवामि जुगे जुगे। प्रभु श्री नारायण धरामंडल अवतर करती पापी मान संहार करने कंस भली उत्पाद राजा को कंस भली उत्पाद राजा को किभली भाव धरार विलुप्त कर जो आविर्भाव होती आविर्भाव जो भाद्रव मास अष्टमी तिथि जो रही अमावास्या अष्टमी तिथि रही चारि मेघ एकाठी होती आवर्तक सावर्तक द्रोण पुष्कर यही चारि मेघ जो एकाठी हुए। बर्तमान देखो वर्षा होपटे डांस ग्रुप चली जो 10 अवतार प्रलय प्रयोधि जले द्रुत बान शिवे विहित बहित चरित्र मखेदं केशव द्रुत आप देखुं भक्त मान किभली भाव प्रभु बलदेव बड़ ठाकुर बलदेव माँ सुभद्रिका प्रभु जगन्नाथ पाखरे निजक भजन कीर्तन कर निजक आत्मसमर्पण कर। आम सहित बर्तमान जोड़ी होती भक्ति वेदांत आश्रम अध्यक्ष श्रीयुक्त बनमाली दास महाराज आम सहित कथा हवा। मो ना हूँ बनमाली दास मुझे मंदिर बर्तमान अच्छे अध्यक्ष। आज हूँ भगवान कृष्णचंद्रंकर ये धराधाम रे शुभ आविर्भाव तिथि। एक्चुअली आमे आज इस्कन रे आज जन्माष्टमी ही पालन करुचे। गत काली आमर ओडिशा रे पालन होता किंतु आज सारा भारत वर्ष रे मथुरा वृंदावन आज पालन कराउछ। तेणु से आज आम जन्माष्टमी पालन कराउछ। आमर काली नंद उत्सव। तेणु आज यही पवित्र दिवस रे सारा विश्वर जीव जंतु पक्षी पशु गछ लता नई नाल समस्ते अपेक्षा करी रहिछंती भगवान कर शुभ आगमन पाई। तेणु भगवान कर शुभ आगमन हेले समूह जीव जगत खुशी रे आनंद रे भरी जिवे। ये होची आज जन्माष्टमी रो अंतर्निहित कथा। भगवान कृष्ण तो जन्म होते समस्ते जानिछंती। तेणु आमर आजिर कार्यक्रम होची आमे मंदिरटा करिवार उद्देश्य हैला आमे यही अंचल प्रति गाँ गंडारे जमती सोशल स्ट्रक्चरटा आमर नष्ट हो गला दिनक दिन खराब हो गला। छोट पिला माने भी आजिकल सिगरेट बीड़ी मादक द्रव्य रे लिप्त होकरी पूरा सोशल स्ट्रक्चरटा नष्ट कले। तांको बाप माँ को कथा शुणु नांती तांको स्त्री को कथा शुणु नांती। बाप पुओ बड़ हेले स्त्री विवाह कर सारा पर बाप को छाड़ी भिन्न होकर रोचे। तेणु आमर जो सोशल स्ट्रक्चरटा अच्छी यहाँ पूरा दुर्बल हो गला। तेणु आम ये मंदिरटा करुचु भव्य मंदिरटा केमिति ए सोशल स्ट्रक्चर को आम पुनरुद्धार करूँ जमती लोक मैंने माछ आम ये जो वेदांत आश्रम रही एटी आसी पारादीप विधायक तथा मान्यवर शिल्प मंत्री ओडिशा आसी श्रीजुक्त संपत चंद्र स्वाई आसी पहुँचती। आम सहित सीधा सड़क कथा हवा कौन कहते से तत्वबोधन आज ये संभव हो पारे ये प्रभु कृष्णकर एक विशाल मंदिर ये निर्माण होती जो भाव में आध्यात्मिक परिवेश सृष्टि लोकों भितर आध्यात्मिक भावना जागृत ये निश्चित भाव एक सौभाग्यर कथा ये अंचल एवं पवित्र जन्माष्टमी पालन सार्थकता से महाभारत युद्ध प्रभु कृष्णकर जो समाज जो बार्ता अच्छी जे आम प्रभु कृष्ण जन कर्मयोगी आम
কর্ম করা এভাবে কর্ম করা ফল আশা ন রখি যেভাবে ভাবে সমাজর লাভ হব সমাজে বসবাস করুଥିବା লোকଙ୍କର লাভ হব সেভাবে কর্ম করা দরকার সেইভাবে ভক্তি করা দরকার সেইভাবে জ্ঞান আহরণ করা দরকার।